ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। तृतीय अध्याय। वायु पुराण अनुसार कलिजुगर आयु 1000 वर्ष। एहार 2 गुण अर्थात 2000 वर्ष द्वापर जुग, 3 गुण अर्थात 3000 वर्ष त्रेता जुग, 4 गुण अर्थात 4000 वर्ष सत्य जुग, चतुर्जाहु सहस्राणि वर्षाणां च कृत जुगम। ଏହା ज्योतिर्विद ମାନଙ୍କର ଦିବ୍ୟ ବର୍ଷ ନୁହେଁ, ମାନୁଷୀ ବର୍ଷ ଅଟେ। ଅତ୍ର ସଂସାରାଶ୍ରେଷ୍ଠା ମାନୁଷେଣ ପ୍ରମାଣତଃ। ବାୟୁ 57, 22, 19। ଲୋକମାନ୍ୟ ତିଲକ ମଧ୍ୟ ମନୁ ସଂହିତା, ଭଗବତ ଗୀତା ତଥା ମହାଭାରତରେ ବର୍ଣ୍ଣିତ କାଳ ଗଣନା ଆଧାରରେ କଳିଯୁଗର ଆୟୁ 1000 ବର୍ଷ ଏବଂ ସନ୍ଧି ଯୁଗ 200 ବର୍ଷ, ଏହିପରି ମୋଟ 1200 ବର୍ଷ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ଏଥିରେ 360 ଗୁଣନ କରି ଯେଉଁ ଦିବ୍ୟ ବର୍ଷର ପରିକଳ୍ପନା କରାଗଲା, ସେହି ବିଷୟରେ ସେ ତାଙ୍କର ରଚିତ ଗୀତା ରହସ୍ୟରେ ଲେଖିଛନ୍ତି। ଯଦି ଏହା ସ୍ୱୀକାର କରି ନିଆଯାଏ ଯେ କଳିଯୁଗର ପ୍ରାରମ୍ଭ ଆଜିଠାରୁ 5000 ବର୍ଷ ପୂର୍ବରେ ହୋଇଥିଲା, ତାହା ହେଲେ କଳିଯୁଗର ଆରମ୍ଭ ହେବାର 5000 ବର୍ଷ ବିତି ଯାଇଥିବାରୁ ଏହା କହିବାକୁ ପଡ଼ିବ ଯେ 1000 ମାନବୀ ବର୍ଷର କଳିଯୁଗ ସମ୍ପୂର୍ଣ୍ଣ ହୋଇଗଲା। ତାପରେ ପୁନଶ୍ଚ ଆଗାମୀ ସତ୍ୟଯୁଗ ମଧ୍ୟ ସମାପ୍ତ ହୋଇଗଲା ଏବଂ ଆମେ ବର୍ତ୍ତମାନ ତ୍ରେତା ଯୁଗରେ ପ୍ରବେଶ କରିସାରିଛୁ। ଏହି ବିରୋଧରେ ନିରାକରଣ ପାଇଁ ପୁରାଣ ମାନଙ୍କରେ ନିଶ୍ଚିତ କରାଯାଇଛି ଯେ ଏହି ବର୍ଷ ଦେବତା ମାନଙ୍କର 360 ସଂଖ୍ୟା ଗୁଣନ କରି ଏହି 1200 ବର୍ଷ ମାନବୀ ଯୁଗକୁ କାହିଁକି ଦିବ୍ୟ ବର୍ଷ ହିସାବରେ ପ୍ରୟୋଗ କରାଗଲା, ସେ ବିଷୟରେ ମଧ୍ୟ ତିଲକ ଏକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ ଲେଖିଛନ୍ତି, ଆମର ଉତ୍ତରାୟଣ ଦେବତା ମାନଙ୍କର ଦିନ ଏବଂ ଆମର ଦକ୍ଷିଣାୟନ ଦେବତା ମାନଙ୍କର ରାତ୍ର ଅଟେ। କାରଣ ସ୍ମୃତି ଗ୍ରନ୍ଥ ମାନଙ୍କରେ ଏବଂ ଜ୍ୟୋତିଷ ଶାସ୍ତ୍ରର ସଂହିତାରେ ମଧ୍ୟ ଏହି ବର୍ଣ୍ଣନା ମିଳେ ଯେ ଦେବତା ମାନେ ମେରୁ ପର୍ବତରେ ଅର୍ଥାତ ଉତ୍ତର ଧ୍ରୁବରେ ରହୁଥିଲେ। ଅର୍ଥାତ 2 ଆଣାୟାର ଆମର 1 ବର୍ଷ ଦେବତା ମାନଙ୍କର 1 ଅହୋରାତ୍ର ସଙ୍ଗେ ସମାନ ଏବଂ ଆମର 360 ବର୍ଷ ଦେବତା ମାନଙ୍କର 360 ଅହୋରାତ୍ର ଅର୍ଥାତ ଗୋଟିଏ ବର୍ଷ ସଙ୍ଗେ ସମାନ। ଯେହେତୁ ଦେବତା ମାନଙ୍କର 1 ବର୍ଷ ମନୁଷ୍ୟ ମାନଙ୍କର 360 ବର୍ଷ ସଙ୍ଗେ ସମାନ, ତେଣୁ 1200 ଗୁଣନ 360 ସମାନ 43,000 4,32,000 ବର୍ଷ କଳିଯୁଗର ଆୟୁ ନିଶ୍ଚିତ କରାଯାଇଛି। କିନ୍ତୁ ଦ୍ୱାପରର ଆୟୁ କଳିଯୁଗର ଆୟୁର 2 ଗୁଣ, ତ୍ରେତା 3 ଗୁଣ ଏବଂ ସତ୍ୟ 4 ଗୁଣ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ତାହାର ଆଧାର ଓ ଯଥାର୍ଥତା ବିଷୟରେ କେଉଁଠାରେ ହେଲେ ମଧ୍ୟ କୌଣସି ଉଲ୍ଲେଖ ମିଳେ ନାହିଁ। ଶାସ୍ତ୍ର ମାନଙ୍କରେ ଯଦିଓ ସତ୍ୟ ଯୁଗରେ ଧର୍ମ 4 ପାଦ, ତ୍ରେତାରେ 3 ପାଦ, ଦ୍ୱାପରରେ 2 ଓ କଳିରେ 1 ପାଦ ବୋଲି ଉଲ୍ଲେଖ କରାଯାଇଛି, ତଥାପି ଏହି ଆଧାରରେ ଯୁଗର ଆୟୁକୁ ସେହି କ୍ରମରେ ଗୁଣନ କରି ନିଶ୍ଚିତ କରିବା ଅସଙ୍ଗତ ମନେହୁଏ। ତେଣୁ ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା ସ୍ୱୀକୃତ ପ୍ରତ୍ୟେକ ଯୁଗର ଆୟୁକୁ ସମାନ ବୋଲି ଗ୍ରହଣ କରିନେବା ହିଁ ଯଥାର୍ଥ ହେବ। ପ୍ରଚଳିତ ମାନ୍ୟତା ଅନୁସାରେ ଦେବତାମାନେ ଉତ୍ତର ମେରୁ ଅଞ୍ଚଳରେ ଅବସ୍ଥାନ କରନ୍ତି ବୋଲି ବିଶ୍ୱାସ କରାଯାଇଥିବାରୁ ଉପଯୁକ୍ତ ଦିବ୍ୟ ବର୍ଷର ପରିକଳ୍ପନା କରାଯାଇଛି। କାରଣ ଏଠାରେ 6 ମାସ ଦିନ ଓ 6 ମାସ ରାତ୍ରି ହୁଏ, କିନ୍ତୁ ଭୂପୃଷ୍ଠରେ ଅନ୍ୟ ଭାଗରେ 24 ଘଣ୍ଟାରେ ଗୋଟିଏ ଅହୋରାତ୍ରି ପୂର୍ଣ୍ଣ ହୁଏ। ତେଣୁ ଦେବତା ମାନଙ୍କର ଗୋଟିଏ ଦିନକୁ ମନୁଷ୍ୟ ମାନଙ୍କର ଗୋଟିଏ ବର୍ଷ ସହିତ ସମାନ ବୋଲି ହିସାବ କରାଯାଏ।
କିନ୍ତୁ ଏପରି ବିଶ୍ୱାସ ନିରାଧାର। କାରଣ ଉତ୍ତର ମେରୁ ଅଞ୍ଚଳରେ କୌଣସି ପ୍ରକାର ଜନବସତି କଳ୍ପନାର ବିଷୟ ହୋଇପାରେ, ହେଲେ ବାସ୍ତବିକ ନୁହେଁ। ଭାରତବର୍ଷକୁ ହିଁ ଦେବଭୂମି ବୋଲି କୁହାଯାଏ। ତାର ନିଦର୍ଶନ ସ୍ୱରୂପ ଏଠାରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଦେବୀ ଦେବତା ମାନଙ୍କର ମନ୍ଦିର ସ୍ଥାପିତ ହୋଇଛି। ଏହି ଦୃଷ୍ଟିରୁ ଉତ୍ତର ମେରୁ ଅଞ୍ଚଳରେ ସୂର୍ଯ୍ୟଙ୍କର ଆହ୍ନିକ ଗତି ଆଧାରରେ ଦିନ ଓ ବର୍ଷ ନିର୍ଦ୍ଧାରଣ କରିବା ଯଥାର୍ଥ ମନେ ହୁଏ ନାହିଁ। ପ୍ରକୃତରେ ଦେଖିବାକୁ ଗଲେ ମନୁଷ୍ୟ ଓ ଦେବତାମାନଙ୍କ ମଧ୍ୟରେ ପ୍ରଭେଦ ଏହି ଯେ ମନୁଷ୍ୟ ଦେହାଭିମାନୀ, କାମ କ୍ରୋଧାଦି ବିକାରଗ୍ରସ୍ତ, ଅବଗୁଣ ଓ ମର୍ଯ୍ୟାଦା ରହିତ। ଅପରପକ୍ଷରେ ଦେବତାମାନେ ସର୍ବଗୁଣ ସମ୍ପନ୍ନ, ଷୋହଳ କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ଆତ୍ମାଭିମାନୀ ତଥା ଦୈବୀ ଗୁଣ ଓ ମର୍ଯ୍ୟାଦା ସମ୍ପନ୍ନ। ଆସୁରୀ ଲକ୍ଷଣ ସମ୍ପନ୍ନ ବ୍ୟକ୍ତି ସାଧାରଣ ମନୁଷ୍ୟ ପଦବାଚ୍ୟ ଓ ଦୈବୀ ଗୁଣ ସମ୍ପନ୍ନ ବ୍ୟକ୍ତି ଦେବ ପଦବାଚ୍ୟ। ମାନବ ଇତିହାସର ଯେଉଁ କାଳାବଧିରେ ଭାରତରେ ଦୈବୀ ଗୁଣ ସମ୍ପନ୍ନ ମନୁଷ୍ୟମାନଙ୍କର ସାମ୍ରାଜ୍ୟ ଥିଲା, ତାହାକୁ ହିଁ ସ୍ୱର୍ଗ କୁହାଯାଏ। ଆବାଗମନ ଚକ୍ରରେ ଆସି ଯେତେବେଳେ କ୍ରମଶଃ ସେମାନଙ୍କର ଦୈବୀ ଗୁଣର ହ୍ରାସ ହେଲା, ସେମାନେ ହେଲେ ଦେହ ଅଭିମାନ ବଶତଃ କାମ ଲୋଭରେ, କାମ ଭୋଗରେ ପ୍ରବୃତ୍ତ ହୋଇ ବିଷୟ ବିକାରରେ ନିମଜ୍ଜିତ ହେଲେ, ସେହି ସମୟବଧିକୁ ହିଁ ନର୍କ କୁହାଯାଏ। କଳ୍ପର ପୂର୍ବାର୍ଦ୍ଧକୁ ଦିନ ଓ ସ୍ୱର୍ଗ ବା ଉତ୍ତରାର୍ଦ୍ଧକୁ ରାତ୍ରି ବା ନର୍କ କୁହାଯାଏ। ଏହି ହିସାବରେ କଳ୍ପର ପ୍ରଥମ ଦୁଇଟି ଯୁଗ ସତ୍ୟ ଓ ତ୍ରେତା ହେଉଛି ସ୍ୱର୍ଗ। କାରଣ ଏହି ସମୟାବଧିରେ ବିଶ୍ୱ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତା ସମ୍ପନ୍ନ ଥାଏ। ଶେଷ ଦୁଇଟି ଯୁଗ ଦ୍ୱାପର ଓ କଳି ବିଶ୍ୱ ଇତିହାସରେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ଅନ୍ଧକାରମୟ ସମୟ ହୋଇଥିବାରୁ ଏହା ହିଁ ନର୍କ ପଦବାଚ୍ୟ। ଦ୍ୱାପର ଯୁଗରୁ ମାନବ ସମାଜରେ ଚାରିତ୍ରିକ ଅଧଃପତନ ଆରମ୍ଭ ହୋଇ କଳିଯୁଗ ଶେଷ ପର୍ଯ୍ୟନ୍ତ ଏକ ବିକରାଳ ରୂପ ଧାରଣ କରେ। ଚରିତ୍ର ସହିତ ଧର୍ମର ସମ୍ବନ୍ଧ ରହୁଥିବାରୁ ମାନବର ଚାରିତ୍ରିକ ଅଧଃପତନ ସହିତ ଧର୍ମର ମଧ୍ୟ ଗ୍ଳାନି ହୋଇଥାଏ। ତେଣୁ କଳିଯୁଗ ଅତି ଧର୍ମର ଗ୍ଳାନି ସମୟ ହୋଇଥିବାରୁ ଏହି ସମୟରେ ପରମାତ୍ମାକୁ ଅବତରଣ କରିବାକୁ ପଡ଼େ। ଦେବତା, ମନୁଷ୍ୟ ଓ ଅସୁରମାନଙ୍କ ଶାରୀରିକ ସଂରଚନାରେ କୌଣସି ଅନ୍ତର ନାହିଁ। ସ୍ୱଭାବ, ସଂସ୍କାର ଓ ବ୍ୟବହାର ଆଧାରରେ ଏପରି ନାମକରଣ ହୁଏ। ତେଣୁ ଉତ୍ତର ମେରୁ ଅଞ୍ଚଳରେ ଦେବତାଙ୍କ ବାସସ୍ଥାନ କଳ୍ପନା କରି ସେହି ଅଞ୍ଚଳରେ ଦିନ ରାତ୍ରିର ଆଧାରରେ ଯୁଗର କାଳ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ ମନେ ହୁଏ। କ୍ରମଶଃ ଓମ୍ ଶାନ୍ତି।